ଟିକେ ପିଲା ବୋଲି ଯାହାକୁ ଭାବୁଛ, ଟିକେ ପିଲା ବୋଲି ଯାହାକୁ ଭାବୁଛ, କି ପକାଇଲା ବକାର ପାଟି, କେଡ଼େ ଛନ୍ଦ ଜାଣେଲୋ ସଖୀ, ସେ ନନ୍ଦ ରାଜାର ଟିକି ପିଲାଟି, କେଡ଼େ ଛନ୍ଦ ଜାଣେଲୋ ସଖୀ। ଭଗବାନ କହିଲେ ଏତେ ଗୁଡିଏ ଲମ୍ବା ମୁଣ୍ଡିଆ ମାରନା, ମୁଁ ଆଉ ଧୈର୍ଯ୍ୟ ଧରି ପାରିବି ନାହିଁ, ମୋ ପାଖରେ ସମୟ ଆଉ ନାଇଁ, ପେଟରେ ମୋର ଭୋକରେ ମୋର ପେଟ ଜଳିଲାଣି। କହିଲେ ଗୋଟେ କାମ କର, ଇଏ ସବୁ ଯାକ ତୋରି ସ୍ତ୍ରୀ ନା? ହଁ। ତୁ ଆର ଏକମାତ୍ର ସ୍ୱାମୀ ନା? ହଁ। ନା କାମ କର, ତୁ ମତେ ମୁଣ୍ଡିଆ ମାରି ଯେ ପାଇଯିବେ ସମସ୍ତେ ବୋଲାନନ୍ଦ କନ୍ଦ ଭଗବାନ। ଭକ୍ତିରେ ପ୍ରୀତି ନାହିଁ ଯାର, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ସେ କାଏ ପାଏ ତୋ ପୟର, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ। ଏ ଭକ୍ତିରେ ପ୍ରୀତି ନାହିଁ ଯାର, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ସେ କାଏ ପାଏ ତୋ ପୟର, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ। ବୋଲାନନ୍ଦ କନ୍ଦ ଭଗବାନ କି ଜୟ। କହିଲେ ଏତେ ଗୁଡିଏ ସ୍ତ୍ରୀଙ୍କର ତୁ ଏକମାତ୍ର ସ୍ୱାମୀ, ଗୋଟେ କାମ କର ହେ କୃଷ୍ଣ, ଏ କନେଇ ତୁ ମତେ ମୁଣ୍ଡିଆ ମାରିଦେ ବୋଲାନନ୍ଦ କନ୍ଦ ଭଗବାନ କି ଏତେ ଲୋକ ମୁଣ୍ଡିଆ ମାରିବାକୁ ପଡିବ ନାହିଁ। ଭଗବାନ ଆଜି ହସିଦେଲେ, କହିଲେ ଯାହା ମୁଁ ଗୋଟେ ସୁଯୋଗ ଖୋଜୁଥିଲି ହେଲା କି, ଜୀବନରେ ସମସ୍ତେ ମତେ ମୁଣ୍ଡିଆ ମାରନ୍ତି, ହେ ସୁଦାମା ମୁଁ ତତେ ଆଜି ମୁଣ୍ଡିଆ ମାରିବି। କହିଲେ ନମୋ ବ୍ରହ୍ମଣ୍ୟ ଦେବାୟ ଗୋ ବ୍ରାହ୍ମଣ୍ୟ ହିତାୟ ଚ ଜଗଦିତାୟ କୃଷ୍ଣାୟ ଗୋବିନ୍ଦାୟ ନମୋ ନମଃ, ଗୋବିନ୍ଦାୟ ନମୋ ନମଃ। ଭଗବାନ ବ୍ରାହ୍ମଣଙ୍କୁ ସମ୍ମାନ ଦିଅନ୍ତି, ବ୍ରାହ୍ମଣଙ୍କୁ ପୂଜା କରନ୍ତି। କାହିଁକି? ଭଗବାନ କହନ୍ତି ବ୍ରାହ୍ମଣ ମୁଖରେ ମୁଁ ଅଛି, ତୁମେ ବ୍ରାହ୍ମଣଙ୍କୁ ଭୋଜନ ଦିଅ, ମୁଁ ତାହା ଗ୍ରହଣ କରି ନେବି। ସେ ବ୍ରାହ୍ମଣକୁ ଭଲ ପାଆନ୍ତି। ଗୋ ବ୍ରାହ୍ମଣ ହିତାୟଚ, ଭଗବାନ ଦି ଜଣଙ୍କୁ ବସି ଭଲ ପାଆନ୍ତି। ସେ ହଉଛି ଗୋଟିଏ ଗୋ, ଆଉ କାହାକୁ ନା ବ୍ରାହ୍ମଣ। ଗୋ କହିଲେ ଗାଈ, ସେ ଦି ଜଣଙ୍କୁ ବେଶୀ ଭଲ ପାଆନ୍ତି, ଗୋଟିଏ ଗାଈ ଆଉ ଗୋଟିଏ ବ୍ରାହ୍ମଣ। ତେଣୁ ଯେତେବେଳେ ଏ କଥା ପର୍ବ ସରିଗଲା, ବସି ଆଲୋଚନା କରୁଥାନ୍ତି, କହିଲେ ବାପାରେ ଯାହା ତ ମତେ ତ ବାହାଘର ଡାକିଲୁ ଡାକିଲୁ, ମୋ ପାଇଁ ତ ଭାଉଜ କିଛି କହିଥିବେ ନା ନାଇଁ? ନା ନାଇଁ କିଛି ନାହିଁ। କଣ ପଠେଇଛନ୍ତି? ନା ନାଇଁ କିଛି ନାହିଁ। କାହିଁକି ଏ କଥା ସୁଦାମା କହୁନି? ଆଣିଥିଲା ଖୁଦ ଦିଟା ଲୁଚେଇକି ତାକୁ ଅଣ୍ଟିରେ ରଖିଛି। ଇଏ ଥାଟ ବାଟ ଦେଖିକିରି ସୁଦାମାକୁ ଖରାପ ଲାଗୁଛି, ଲାଜ ଲାଗିଲାଣି। ଖୁଦ ଭଜା ଦିଟା, ଏଡେ ବଡ ରାଜଉଆସ, ଏତେ ଗୁଡିଏ ସ୍ତ୍ରୀ, ମୁଁ ଏ ଖୁଦ ଭଜା ଦେଲେ ମତେ ଶରମ ଲାଗିବ, ଠିକ ଲାଗିବ ନାହିଁ। ସେଥିପାଇଁ କଣ କରୁଛି ନା ଅଣ୍ଟି ଭିତରେ ଲୁଚେଇକିରି ରଖିଛି। ବୋଲାନନ୍ଦ କନ୍ଦ ଭଗବାନ କି ମିତ୍ର ମୋର ପ୍ରାଣ ସଖା ଗୋବିନ୍ଦ, କିସ ଆଣିଛ ମତେ ଦେଖା ଗୋବିନ୍ଦ, ଗୋବିନ୍ଦ 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 ଗୋବିନ୍ଦ, ପଦୁ ଗଣୁଛି ମକରନ୍ଦ ଗୋବିନ୍ଦ। ହେ ମୋର ପ୍ରାଣ ସଖା, କଣ ତମେ ଲୁଚେଇକି ରଖିଛ? ଆଇଲା ବେଳୁ ହାତଟା ପଛପଟକୁ କରିକିରି ରଖିଛ, ଟିକେ ହାତଟା କାଢିକିରି ବାହାରକୁ ଦେଖା। ନାହିଁ ନାହିଁ, ସେ କିଛି ନାହିଁ। ଯେତେବେଳେ ଛଡେଇକିରି ନେଇଆଇଲେ ଭଗବାନ କୃଷ୍ଣ, ଦେଖିଲେ ପିଲା ଦିନର ସେଇ ଖୁଦ ଭଜା। ହସି ହସିକିରି ଗ୍ରାସେ ଖାଇଲେ, ଆଉ ଗ୍ରାସେ ଖାଇଲେ। ଯେତେବେଳେ ତୃତୀୟ ବାର ଗ୍ରାସ ଖାଆନ୍ତି, ରୁକ୍ମଣୀ ମହାରାଣୀ ପାଖରେ ଥିଲେ, ଧରି ପକେଇଲେ ହାତକୁ, କହିଲେ ପ୍ରଭୁ ସେତିକି ଖାଉ। ବୋଲାନନ୍ଦ କନ୍ଦ ଭଗବାନ। ସୁଦାମା ଚିନ୍ତା କଲା, ଇଏ ଖାଇଲେ ଖାଇଲେ, ଇଏ ମନା କରୁଛନ୍ତି, ଖୁଦ ଭଜା ଖାଇଲେ ଖାଲି ତା ପେଟ ଖରାପ ହବ। ଇଏ ରାଜଉଆସରେ ଖାଉଛୁ, ଖୁଦ ଭଜା ଟାଣ ହେଇଥିବ, ପେଟ ବିଗିଡିଯିବ, ଜେଲୋସିଲି ଖାଇବାକୁ ପଡିବ। ସେଇଥିପାଇଁ ବୋଧେ ରୁକ୍ମଣୀ ମନା କରୁଛନ୍ତି ଯେ ସ୍ୱାମୀର ଦେହ ଖରାପ ହେଇଲେ ରାତି ସାରା ଅନିଦ୍ରା ହେବାକୁ ପଡିବ। ଭଗବାନ କହିଲେ ଇଶାରାରେ, ନାଇଁ ରେ ନାଇଁ, ସେ କଥା ନାହିଁ। ଆଉ କଣ ନା ଗୋଟିଏ ଗ୍ରାସ ଖାଇକି ଇଏ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡର ଈଶ୍ୱର ତାକୁ କରିଦେଲେ। କିଏ ନା ଭଗବାନ କୃଷ୍ଣ। ଆଉ ଗୋଟିଏ ଗ୍ରାସ ଖାଇକିରି ସଂସାରରେ ତାକୁ ସମସ୍ତ ଧନ ଅର୍ପଣ କରିଦେଲେ। ଆଉ ଗୋଟିଏ ଗ୍ରାସକୁ ରୁକ୍ମଣୀ ଦେଇଥିଲେ, ଆତ୍ମୀୟ କଣ ଜମିବାଡି ବିକିବ ନା କଣ? ବୋଲାନନ୍ଦ କନ୍ଦ ଭଗବାନ କି ଅନ୍ତର କଥା ପାରେ ଜାଣି, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ତେଣୁ ତା ନାମ ଅନ୍ତର୍ଯାମୀ, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ। ଏ ଅନ୍ତର କଥା ପାରେ ଜାଣି, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ତେଣୁ ତା ନାମ ଅନ୍ତର୍ଯାମୀ, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ। ବୋଲାନନ୍ଦ କନ୍ଦ ଭଗବାନ କି କହିଲେ, ଏତେ ସୁନ୍ଦର ଭୋଜନଟିଏ ପାଖରେ ତୁମେ ରଖିଛ, ମନା କରୁଛ ନା? ନାଇଁ ନାଇଁ, ଏତିକି
ଏତିକ ତ ଭାଉଜ ତୋ ପାଇଁ ପଠେଇଥିଲା ନା ଆଉ କିଛି କହିନାହାନ୍ତି ନାଇଁ କହିନାହାନ୍ତି ନା କିଛି କହିନାହାନ୍ତି ନା ନାଇଁ କିଛି ତ ପଦେ କହିଥିବେ ଆଇଲା ପରେ ସନ୍ଧ୍ୟା ବନ୍ଧୁ ଦେଖାହେଲେ କ'ଣ ଟିକେ କହିବ ନା କହିଥିଲା ମୋର ମନେ କହିଲା କ'ଣ କହିଥିଲେ ନା ଗୋଟିଏ ପଦ ସିଏ ଗୀତରେ କହିଥିଲା ବୋଲେ ଆନନ୍ଦକାନନ୍ଦ ଭଗବାନ କି जय एक मास में दो पक्ष दो एकादशी हो पर मेरी घर में हे प्रभु नित्य एकादशी हो नित्य एकादशी हो बोले आनंदकानंद भगवान की जय भगवान का आखिर लुह धार धाई गली पड़ुଛି କାହିଁକି ନା ଏ ମର୍ମ କଥାଟା ଭଗବାନଙ୍କୁ ହୃଦୟକୁ ଛୁଇଁ ପକେଇଲା ସୁଦାମା ସିନା ଭଳିଆ ଲୋକ ଜାଣିପାରିନି ତାର ଅର୍ଥ କ'ଣ ଭଗବାନ ଠିକ ଜାଣିପାରିଲେ କହିଲେ ଗୋଟିଏ ମାସରେ ଦିଟା ପକ୍ଷ ଗୋଟିଏ ଶୁକ୍ଳ ପକ୍ଷ ଆଉ ଗୋଟିଏ କୃଷ୍ଣ ପକ୍ଷ ଏ ଶୁକ୍ଳ ପକ୍ଷରେ ଗୋଟେ ଏକାଦଶୀ ଶୁକ୍ଳ ପକ୍ଷରେ ଗୋଟିଏ ଏକାଦଶୀ ଦିଟା ଏକାଦଶୀ ଦିଟା ଗୋଟେ ମାସରେ ଦିଟା ପକ୍ଷ ଦିଟା ଏକାଦଶୀ ହୁଏ କହିଲେ ହେ ପ୍ରଭୁ ମୋ ଘରେ ନିତ୍ୟ ଏକାଦଶୀ হয় ତା ଅର୍ଥ କ'ଣ ଏକାଦଶୀରେ ଆମେ ସବୁ କରୁ କ'ଣ ନା ଉପବାସ କରୁ ଏ ଏକାଦଶୀ କଥାଟା ରବିବାର ଦିନ ଟିକେ କହିବା ଆପଣମାନେ ସେ ଶୁଣିବେ ଏ ଏକାଦଶୀର ମାହାତ୍ମ୍ୟଟା କ'ଣ ଆଜି ଆଉ ସମୟ ନାହିଁ ବୋଲ ଆନନ୍ଦକାନନ୍ଦ ଭଗବାନ କି କହିଲେ ଏ ଦିଟା ପକ୍ଷରେ ଦିଟା ଏକାଦଶୀ ଏ ଏକାଦଶୀରେ ସମସ୍ତେ ଉପବାସ କରନ୍ତି ହେ ପ୍ରଭୁ ମୋ ଘରେ ନିତ୍ୟ ଏକାଦଶୀ হয় ମୁଁ ଘରେ ସବୁଦିନ ଏକାଦଶୀ ଭଗବାନ ଆଖିରେ ଲୁହ ଗଳି ପଇଲା ଏତେ ଦରିଦ୍ର ଭିତରେ ଅଛନ୍ତି ତାଙ୍କର ସବୁଦିନ ଉପାସ ରହିବାକୁ ପଡୁଛି ଏ ଗୀତ ମାଧ୍ୟମରେ ଏଇ କଥା ମାଧ୍ୟମରେ ନିଜର ମନର ଭାବକୁ ସୁଶୀଳା କ'ଣ କଲେ ନା ଭଗବାନଙ୍କ ପାଖରେ ରଖି ଦେଲେ ବୋଲେ ଆନନ୍ଦକାନନ୍ଦ ଭଗବାନ କି जय ଭଗବାନ 2 ମିନିଟ ଆଖି ବୁଝିଦେଲେ କହିଲେ ଏତେ ବଡ଼ ସଖା ହେଇ ବାଲ୍ୟ ବନ୍ଧୁ ହେଇ ଆଜି ପର୍ଯ୍ୟନ୍ତ ମୁଁ ତାର କିଛି କରିପାରିଲି ନାହିଁ ରୁକ୍ମଣୀ ପଚାରିଲେ ପ୍ରଭୁଙ୍କୁ ଇଶାରାରେ କହିଲେ ପ୍ରଭୁ ଏଡ଼େ ବଡ଼ କଥା ଆପଣ ତାଙ୍କର ସଖା ଅଛନ୍ତି ଏତେ ଦରିଦ୍ର ଭିତରେ ସେ ଅଛନ୍ତି ଆପଣ ତାଙ୍କୁ କାହିଁ ସାହାଯ୍ୟ କରି